ଏହି ଚାରି ରାଶିର ଘରକୁ ମାତା ଲକ୍ଷ୍ମୀ ଆଣିବେ ସୁନା କଳସୀ। ମିଳିବ ପ୍ରଚୁର ଧନ। ହୋଇଯିବେ ମହାକୋଟିପତି। ଜାଣନ୍ତୁ ଆପଣଙ୍କ ରାଶି ସମ୍ପର୍କରେ। ନମସ୍କାର ଦର୍ଶକ ବନ୍ଧୁ। ଜ୍ୟୋତିଷଙ୍କ ଅନୁସାରେ 12ଗୋଟି ରାଶି ରହିଥାଏ ଏବଂ ଏହି 12 ରାଶି ଉପରେ ପଡ଼ୁଥିବା ଦଶା ଅନୁସାରେ ହିଁ କୌଣସି ଜାତକର ଭବିଷ୍ୟତ କିମ୍ବା ବର୍ତ୍ତମାନର ହେଉଥିବା ଉତ୍ଥନା ପତନା ସମ୍ଭାବନା ଜଣାପଡ଼ିଯାଇଥାଏ। ତେବେ ଏଇଠାରେ କହି ରଖୁଛୁ ଯେ ପ୍ରତ୍ୟେକ ରାଶିର ଭଲ ଗୁଣ ଏବଂ ଦୁର୍ବଳତା ମଧ୍ୟ ରହିଥାଏ। ପ୍ରତ୍ୟେକ ରାଶିର ସ୍ୱୟଂ ବିଶିଷ୍ଟ ଗୁଣ, ଇଚ୍ଛା, ଜୀବନ ତଥା ଲୋକଙ୍କ ପ୍ରତି ଆଚାର ବ୍ୟବହାର ଅଲଗା ଅଲଗା ରହିଥାଏ। ଆପଣଙ୍କୁ କହି ରଖୁଛୁ ଯେ ଆଜିର ଏହି ବିଷୟ ମାଧ୍ୟମରେ ଆପଣଙ୍କୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି ରାଶିଗୁଡ଼ିକ ବିଷୟରେ କହିବା ପାଇଁ ଯାଉଛୁ ଯାହାର ଗ୍ରହମାନଙ୍କ ଚଳନ କାରଣରୁ ଏମିତି ମହାସଂଯୋଗ ବନୁଛି ଯେ 2024ରୁ 2040 ପର୍ଯ୍ୟନ୍ତ ଏହି ରାଶିମାନଙ୍କ ଭାଗ୍ୟ ଏବେ ଚମକିବାକୁ ଯାଉଛି। ତେବେ ଆସନ୍ତୁ ଆଜି ଆମେ ଜାଣିବା ସେହି ରାଶିମାନଙ୍କ ବିଷୟରେ ଯେଉଁମାନଙ୍କ ଉପରେ ରହିବାକୁ ଯାଉଛି ମାତା ଲକ୍ଷ୍ମୀଙ୍କ ଅସୀମ କୃପା। ବୃଷ ରାଶି। ଏହି ରାଶିର ଲୋକମାନଙ୍କ ଏପ୍ରିଲ ମାସ 5 ତାରିଖରୁ ଏମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି। ଚାକିରି ଓ ବେପାର କ୍ଷେତ୍ରରେ ଆପଣ ପ୍ରଚୁର ଧନ ଲାଭ ହେବେ। ଆପଣ ଜୀବନରେ ହେଉଥିବା ସମସ୍ତ ସମସ୍ୟା ଦୂର ହୋଇଯିବ। ଆପଣ କୌଣସି ଏକ ସ୍ଥାନକୁ ଯାତ୍ରା କରିବାକୁ ଯାଇପାରନ୍ତି ଯାହାଦ୍ୱାରା ଆପଣଙ୍କୁ ଆର୍ଥିକ ଲାଭ ମିଳିବ। ଏହା ସହିତ ବନ୍ଧୁଗଣ ଆପଣଙ୍କ ଆଗାମୀ ଜୀବନ ସୁଖ ସମୃଦ୍ଧିରେ ଭରିଯିବ। ସିଂହ ରାଶି। ଏହି ରାଶିର ଲୋକମାନଙ୍କ ଏହି ଏପ୍ରିଲ ମାସରେ ହେବାକୁ ଯାଉଥିବା ମହାସଂଯୋଗ ହେତୁ ଆପଣମାନଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳିଯିବ। ଆପଣମାନଙ୍କର ଜୀବନରେ ହେଉଥିବା ସମସ୍ତ ସମସ୍ୟା ଦୂର ହୋଇଯିବ। ବିଦ୍ୟାର୍ଥୀମାନେ ପରୀକ୍ଷାରେ ସଫଳତା ପାଇବେ। ବ୍ୟାପାର କ୍ଷେତ୍ରରେ ଥିବା ଲୋକମାନେ ବହୁତ ଧନ ଅର୍ଜନ କରିବେ। ଆପଣମାନେ କୌଣସି ଏକ ତୀର୍ଥ ସ୍ଥାନକୁ ନିଜ ପରିବାର ସହ ଯାତ୍ରା କରିବା ପାଇଁ ଯାଇପାରନ୍ତି ଯେଉଁଥିପାଇଁ ଆପଣମାନଙ୍କର ମନ ପ୍ରସନ୍ନ ରହିବ। କନ୍ୟା ରାଶି। ଏହି ରାଶିର ବ୍ୟକ୍ତିବିଶେଷଙ୍କ ମାନଙ୍କ ପାଇଁ ଏହି ଏପ୍ରିଲ ମାସ ପରଠାରୁ ଆପଣଙ୍କ ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ମଜବୁତ ହୋଇଯିବ। ସନ୍ତାନ ପକ୍ଷରୁ ଆପଣ ଖୁସି ଖବର ପାଇବେ। ଧନ ଅର୍ଜନ କରିବାର ନୂଆ ନୂଆ ଅବସର ପ୍ରାପ୍ତ ହେବେ। ଆପଣଙ୍କ ଦ୍ୱାରା ହୋଇଥିବା ସମସ୍ତ ଯୋଜନା ସଫଳ ହେବ ଓ ଆପଣଙ୍କୁ ନିଜର ସ୍ତ୍ରୀ ପୂର୍ଣ୍ଣ ସହାୟତା ପ୍ରାପ୍ତ ହେବେ। ମୀନ ରାଶି। ଏହି ରାଶିର ଏହି ଏପ୍ରିଲ ମାସଠାରୁ ଆପଣଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆପଣଙ୍କୁ ଏକ ବଡ଼ ଖୁସି ଖବର ମିଳିବ। ପରିବାରରେ ହେଉଥିବା କଳହ ଆଦି ଦୂର ହୋଇଯିବ। ଆର୍ଥିକ ସମସ୍ୟା ଦୂର ହେବା ସହିତ ଆପଣ ପ୍ରଚୁର ଧନ ଲାଭ କରିବେ। ଆଗାମୀ ସମୟରେ ଆପଣ ସ୍ତ୍ରୀ ସୁଖ ଅବଶ୍ୟ ପାଇବେ। ଏହା ସହିତ ଆପଣଙ୍କ ଘରର ସୁଖ ସମୃଦ୍ଧି ବୃଦ୍ଧି ହେବ।